ନମସ୍କାର ଦର୍ଶକ ବନ୍ଧୁ। ଯଦି ଆପଣଙ୍କ ଘରେ ଦୁଃଖ ଦରିଦ୍ରତା ବଢି ଯାଇଛି ଏବଂ ସେଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତାହେଲେ ସକାଳୁ ଉଠି ଅଧୁଆ ମୁହଁରେ ଏହି ଦୁଇଟି କାମ ନିଶ୍ଚୟ କରନ୍ତୁ। ଦେଖିବେ ଘରେ କେବେ ମଧ୍ୟ ଧନର ଅଭାବ ହେବ ନାହିଁ। ମା ଲକ୍ଷ୍ମୀ ସର୍ବଦା ଘରେ ନିବାସ କରିବେ। ଦର୍ଶକ ବନ୍ଧୁ, ସକାଳୁ ଉଠିବା ମାତ୍ରକେ ଅଧୁଆ ମୁହଁରେ କଣ ଦେଖିବା ଦ୍ୱାରା ଦିନଟି ଶୁଭରେ କଟିଥାଏ, ମଙ୍ଗଳରେ କଟିଥାଏ? ସକାଳୁ କେଉଁ ଜିନିଷକୁ ଛୁଇଁ ଦେବା ଦ୍ୱାରା ପରିବାରକୁ ଦୁଃଖ ଦରିଦ୍ରତା ଆସିନଥାଏ? ସକାଳୁ ସକାଳୁ କଣ କରିବା ଉଚିତ, କଣ କରିବା ଅନୁଚିତ, ଏ ଭିଡିଓରେ କୁହାଯାଇଛି। ଦର୍ଶକ ବନ୍ଧୁ, ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଶାସ୍ତ୍ରରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଏହାକୁ ମାନିବା ଦ୍ୱାରା ମଙ୍ଗଳମୟ ହୋଇଥାଏ। ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ, ଆୟୁରେ ବୃଦ୍ଧି ମଧ୍ୟ ହୋଇଥାଏ। ରାତିରେ ଶୀଘ୍ର ଶୋଇବା ଉଚିତ ଏବଂ ସକାଳୁ ଶୀଘ୍ର ଉଠିବା ଉଚିତ। ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ନିଦ୍ରା ଭଙ୍ଗ ହେଲେ ବହୁତ ଭଲ ହୋଇଥାଏ। ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ। ରାତି 3ଟାରୁ ସୂର୍ଯ୍ୟ ଉଦୟ ହେବାର 45 ମିନିଟକୁ ଯେଉଁ ସମୟ ଥାଏ, ତାକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଏ। ସକାଳୁ ସକାଳୁ ଯେତେ ଶୀଘ୍ର ଉଠିବେ ଆପଣଙ୍କ ପାଇଁ ସେତେ ଭଲ ହୋଇଥାଏ। ଦିନରେ ଡେରିରେ ଉଠିବା ଦ୍ୱାରା ଆପଣଙ୍କର କାର୍ଯ୍ୟ କରିପାରିବେ ନାହିଁ। ତେଣୁ ଶୀଘ୍ର ଉଠିବା ଦ୍ୱାରା ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ କରିପାରିବେ। ଶାନ୍ତ ମନରେ ଆନନ୍ଦର ସହ କରିପାରିବେ। ଭଲ ଭାବରେ ଟାଇମ ଦେଇପାରିବେ। ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ଉଠି ତାର ସମସ୍ତ କର୍ମ କରିଥାଏ, ତାକୁ ସବୁ କର୍ମର ଫଳ ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ଉଠେ ନାହିଁ, ତାର ସମସ୍ତ କର୍ମର ଫଳ ନଷ୍ଟ ହୋଇଯାଇଥାଏ। ତାହେଲେ ଆମେ ସକାଳୁ ସକାଳୁ ଉଠିବା ମାତ୍ରକେ କଣ କଣ ଦେଖିଲେ ଦିନଟି ଶୁଭରେ କଟିଥାଏ ଏବଂ ସକାଳୁ କେଉଁ କେଉଁ ବସ୍ତୁକୁ ଛୁଇଁ ଦେବା ଦ୍ୱାରା ଦିନଟି ଭଲରେ କଟିଥାଏ? ଘରେ ଧନର ବର୍ଷା ହୋଇଥାଏ। ସେହି ପରିବାରରେ କେବେ ବି ଲକ୍ଷ୍ମୀ ଛଡା ହୋଇନଥାଏ। ସେହି ପରିବାରରେ ସଦା ସର୍ବଦା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ସକାଳୁ ଶଯ୍ୟା ତ୍ୟାଗ କରିବା ମାତ୍ରକେ ନିଜ ହାତକୁ ଦେଖନ୍ତୁ। ନିଜ ହାତର ପାପୁଲି ଦ୍ୱୟକୁ ଭଲ ଭାବରେ ଦେଖନ୍ତୁ। କାହିଁକି ନା ଶାସ୍ତ୍ର କହେ, କରାଗେ ବସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କରମୂଳେ ତୁଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। ତେଣୁ ପ୍ରଭାତରେ ଉଠିବା ମାତ୍ରକେ ନିଜ ପାପୁଲି ଦ୍ୱୟକୁ ଦେଖନ୍ତୁ। କାହିଁକି ନା ହାତରେ ଲକ୍ଷ୍ମୀ, ସରସ୍ୱତୀ, ପ୍ରଭୁ ଜଗନ୍ନାଥ, ଶ୍ରୀହରି, ବିଷ୍ଣୁ ଅଛନ୍ତି। ସମସ୍ତ ଦେବୀ ଦେବତା ମାନେ ହାତରେ ଅଛନ୍ତି। ତେଣୁ ପୂର୍ବ କାଳରେ ହାତରେଖା ଦେଖିବା ଦ୍ୱାରା ଲୋକେ ତାର ଭୂତ ଭବିଷ୍ୟତ ବିଷୟରେ କହି ଦେଉଥିଲେ। କେବଳ ସେତିକି ନୁହେଁ, ହାତକୁ ଦେଖିବା ଦ୍ୱାରା ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ହାତରେ ଥିବା ଅର୍ଦ୍ଧଚନ୍ଦ୍ରିକା ରେଖା ଛୋଟ ଆଙ୍ଗୁଠିର ରେଖାଦ୍ୱୟ ସମାନ ଥାନ୍ତି, କୌଣସି ତଳ ଉପର ହୋଇନଥାନ୍ତି। ତାହେଲେ ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା କିଛି ନାହିଁ। ଆପଣଙ୍କର ନାଭି ଠିକ ଜାଗାରେ ଅଛି। ଯଦି କୌଣସି କାରଣରୁ ଉଭୟ ରେଖା ତଳ ଉପର ହୋଇଥାଏ, ତାହେଲେ ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ଏବଂ ଆପଣଙ୍କର ନାଭି ଯୋଉ ଜାଗାରେ ରହିବା କଥା ସେ ଅନ୍ୟ ଏକ ସ୍ଥାନକୁ ଖସି ଯାଇଛି। ଏପରି ରୂପରେ ଆଗ କାଳର ଲୋକ ହାତକୁ ଦେଖୁଥିଲେ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଠିକ କରୁଥିଲେ। ତାପରେ ଶଯ୍ୟାରୁ ଉଠିବା ମାତ୍ରକେ ଗୋଡକୁ ତଳେ ରଖିବା ପୂର୍ବରୁ ଭୂମିକୁ ସ୍ପର୍ଶ କରି ତାକୁ ମୁଣ୍ଡିଆ ମାରି ପାଦ ରଖନ୍ତୁ। କାହିଁକି ନା ଶାସ୍ତ୍ର କହେ, ସମୁଦ୍ରେ ବସନେ ଲକ୍ଷ୍ମୀ, ପର୍ବତ ତନୁ ମଣ୍ଡଳମ୍, ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ, ପାଦସ୍ପର୍ଶୀ କ୍ଷମା ଧାତ୍ରୀ। ଅର୍ଥାତ ଭୂମି ହିଁ ମାତା ଲକ୍ଷ୍ମୀ ଅଟନ୍ତି। ସମସ୍ତ ଜୀବନକୁ ପାଳନ କରିବା ଉଦ୍ଦେଶ୍ୟରେ ଏ ଧରିତ୍ରୀ ରୂପରେ ମା ଲକ୍ଷ୍ମୀ ବିରାଜିତ। ତେଣୁ ମା ଲକ୍ଷ୍ମୀ ହିଁ ରକ୍ଷା କରୁଛନ୍ତି, ଆମର ପାଳନ କରୁଛନ୍ତି। ତେଣୁ ଭୂମିକୁ ସ୍ପର୍ଶ କରି ପ୍ରଣାମ କରିବା ଦ୍ୱାରା ଆମର ପରିବାରରେ କେବେ ମଧ୍ୟ ଧନର ସମସ୍ୟା ଦେଖାଦେବ ନାହିଁ। ସର୍ବଦା ପରିବାରରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବନି ରହିବ। ତେଣୁକରି ଭୂମିକୁ ସ୍ପର୍ଶ କରି ତାକୁ ପ୍ରଣାମ କରିବା ଉଚିତ। ତାହେଲେ ଶଯ୍ୟା ତ୍ୟାଗ କରି କେଉଁ ପାଦଟି ପ୍ରଥମେ ତଳେ ରଖିବା ଦ୍ୱାରା ଦିନଟି ଶୁଭରେ କଟିବ, ଆସନ୍ତୁ ଜାଣିବା। ରବିବାର, ମଙ୍ଗଳବାର ଏବଂ ଶନିବାର ଦିନ ଡାହାଣ ଗୋଡର ପାଦ ପ୍ରଥମେ ତଳେ ରଖିବେ। ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ବାମ ଗୋଡର ପାଦ ପ୍ରଥମେ ତଳେ ରଖିବେ। ଯାହା ଦ୍ୱାରା
ଆପଣଙ୍କର ଦିନଟି ଶୁଭରେ କଟିବ। ତାପରେ ପିତାମାତାଙ୍କର ଦର୍ଶନ କରନ୍ତୁ ଏବଂ ପିତାମାତାଙ୍କର ପାଦକୁ ଛୁଇଁ ଦିଅନ୍ତୁ। କୁହାଯାଏ ଶାସ୍ତ୍ର ଅନୁସାରେ ପିତାମାତାଙ୍କର ପାଦକୁ ସ୍ପର୍ଶ କରିବା ମାତ୍ରକେ ଚାରି ଧାମର ଭୂମିକୁ ସ୍ପର୍ଶ କରିବା ସହ ସମାନ। ଚାରି ଧାମର ଦେବୀ ଦେବତାଙ୍କର ଦର୍ଶନ କରିବା ସହ ସମାନ। ପିତାମାତାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ପ୍ରଥମେ ନିଅନ୍ତୁ। ମା ବାପାଙ୍କୁ ଦର୍ଶନ କରନ୍ତୁ। ମା ବାପାଙ୍କୁ ପ୍ରଣାମ କରନ୍ତୁ। ଦେଖିବେ ଦିନଟି ଶୁଭରେ କଟିବ। ସକାଳୁ ଉଠିବା ମାତ୍ରକେ କେଉଁ କେଉଁ ସବୁ ଜିନିଷ ଦେଖିବା ଦ୍ୱାରା ଆପଣଙ୍କ ପାଇଁ ଶୁଭ ହୋଇଥାଏ ବା ମଙ୍ଗଳ ହୋଇଥାଏ। ପ୍ରଥମେ ହାତର ପାପୁଲି, ତାପରେ ବାପା ମା, ତାପରେ ସୁନା ଚାନ୍ଦି, ଶଙ୍ଖ, ଗାଈ, ଦର୍ପଣ, ଗୋରୁ, ବ୍ରାହ୍ମଣ, ପିପଳ ବୃକ୍ଷ, କଦଳୀ ଗଛ, ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରନ୍ତି। ଏହି ସବୁ ସକାଳୁ ଉଠି ଯଦି ଦର୍ଶନ କରନ୍ତି ନିଶ୍ଚିତ ଭାବରେ ଆପଣଙ୍କର ଦିନଟି ଶୁଭରେ କଟିବ। ସକାଳୁ ଉଠିବା ମାତ୍ରକେ କେଉଁ ସବୁ ଜିନିଷକୁ ଛୁଇଁ ଦେବା ଦ୍ୱାରା ସବୁ କିଛି ଶୁଭ ହୋଇଥାଏ। ପ୍ରଥମେ ଭୂମିକୁ ସ୍ପର୍ଶ କରିବେ, ବାପା ମାଙ୍କୁ ସ୍ପର୍ଶ କରିବେ, ତାପରେ ବରଗଛ, ପିପଳ ଗଛ ତଳେ ଥିବା ଭୂମିକୁ ସ୍ପର୍ଶ କରିବେ। ଦେଖିବେ ଆପଣଙ୍କ ପରିବାରରେ କେବେ ବି ଅର୍ଥଗତ ସମସ୍ୟା ରହିବ ନାହିଁ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ।